ଗଞ୍ଜାମ ଜିଲ୍ଲାର ଆରାଧ୍ୟା ଦେବୀ ମା ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ମାସ ଯାତ୍ରା ଲାଗି ଏକ ପ୍ରସ୍ତୁତି ବୈଠକ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିବାସନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ମା ତାରାତାରିଣୀଙ୍କ ଯାତ୍ରା ସୁରୁଖୁରୁରେ ଶେଷ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ମାଙ୍କ ଯାତ୍ରା 4ଟି ପାଳି ଅନୁଷ୍ଠିତ ହେବ। ପ୍ରଥମ ପାଳି ମାର୍ଚ୍ଚ 10 ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ଦ୍ୱିତୀୟ ପାଳି ମାର୍ଚ୍ଚ 17 ତାରିଖ, ତୃତୀୟ ପାଳି ମାର୍ଚ୍ଚ ମାସ 24 ତାରିଖ ଓ ଚତୁର୍ଥ ତଥା ଶେଷ ପାଳି ମାର୍ଚ୍ଚ 31ରେ ଅନୁଷ୍ଠିତ ହେବ। ମାଙ୍କ ଯାତ୍ରା ଉପଲକ୍ଷେ ଗତ ବର୍ଷ 1 ଲକ୍ଷ ଲୋକ ମାଙ୍କ ମାଗଣା ଅନ୍ନ ପ୍ରସାଦ ପାଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଏହାକୁ ସୁରୁଖୁରୁରେ ସମ୍ପାଦନ କରିବାକୁ ଜିଲ୍ଲାପାଳ ବୈଠକରେ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ପ୍ରଥମ ପାଳି ମଙ୍ଗଳବାର ଦିନ ସହିତ ବରୁଣେଇ ସ୍ନାନ ପଡୁଥିବା ବେଳେ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ହେବାର ସମ୍ଭାବନା ରହିଛି। ସେମାନଙ୍କ ସୁରକ୍ଷା ପାଇଁ ହେଲିପ୍ୟାଡ୍ ଠାରୁ ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସେଡ୍ ନିର୍ମାଣ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ମାଙ୍କ ଯାତ୍ରା ଉପଲକ୍ଷେ 4 ପାଳି ମଙ୍ଗଳବାର ଦିନ ମନ୍ଦିର ପରିସରରେ ଚଣ୍ଡୀଯଜ୍ଞ ଅନୁଷ୍ଠିତ ହେବ। ଯାତ୍ରୀମାନେ ପାହାଡ଼ ତଳୁ ଉପରକୁ ଯିବା ପାଇଁ ଅଧିକ ମାତ୍ରାରେ ବସ୍ ନିୟୋଜିତ କରାଯିବ। ବସ୍ ଟିକେଟ୍ 40 ଟଙ୍କା ଓ ରୋପ୍ ୱେ ପାଇଁ 60 ଟଙ୍କା ଧାର୍ଯ୍ୟ କରାଯାଇଛି। ମଙ୍ଗଳବାର ଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ସୋମବାର ସନ୍ଧ୍ୟାରୁ ଆଇନ ଶୃଙ୍ଖଳା ବ୍ୟବସ୍ଥାର ସୁଧାର କରିବା ପାଇଁ ବ୍ୟାପକ ପୋଲିସ ମୁତୟନ ରହିବେ। ସେହିପରି ସେବାୟତମାନଙ୍କ ଯିବା ଆସିବା ପାଇଁ 2ଟି ବୋଲେରୋ କରାଯିବ। ଯାତ୍ରା ସମୟରେ ବିଦ୍ୟୁତ୍ ସରବରାହରେ ଯେପରି ବାଧା ସୃଷ୍ଟି ନ ହୁଏ ସେଥିପାଇଁ 4ଟି ଜେନେରେଟର ପ୍ରସ୍ତୁତ କରି ରଖିବାକୁ TPSODLକୁ କୁହାଯାଇଛି। ନଦୀଘାଟ ପାଖରେ ସୁରକ୍ଷା ଦୃଷ୍ଟିରୁ ଓଡ୍ରାଫ୍ ଓ ଦମକଳ ବାହିନୀ ନିୟୋଜିତ ହୋଇ ରହିବେ। ବିଶେଷ କରି ପଲିଥିନ୍ ମୁକ୍ତ ଭାବେ ଯାତ୍ରା କରିବା ପାଇଁ ଚେଷ୍ଟା କରାଯିବ ବୋଲି ଜିଲ୍ଲାପାଳ ବୈଠକରେ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପରିମଳ ସୁରକ୍ଷା, ପାନୀୟ ଜଳ, ଭ୍ରାମ୍ୟମାଣ ପାଇପ ଆଦି ଉପରେ ବୈଠକରେ ଆଲୋଚନା ହୋଇଛି। ୱାଇଫାଇର ବ୍ୟବସ୍ଥା, CCTV କ୍ୟାମେରା, ପାର୍କିଂ ଜାଗା ଚିହ୍ନଟ, ଆଲୋକୀକରଣ, ଯାତ୍ରୀଙ୍କ ସୁରକ୍ଷା ପାଇଁ ବ୍ୟାରିକେଡ୍ ଆଦିର ସୁବନ୍ଦୋବସ୍ତ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି। ନକଲି ଘିଅରେ ପ୍ରସ୍ତୁତ ଦୀପକୁ ବାରଣ କରାଯାଇଛି। ନକଲି ଘିଅର ଯାଞ୍ଚ କରାଯିବ ବୋଲି ମଧ୍ୟ ଜିଲ୍ଲାପାଳ ବୈଠକରେ କହିଥିଲେ। ବୈଠକରେ ଗଞ୍ଜାମ SCP ଶୁଭେନ୍ଦୁ କୁମାର ପାତ୍ର, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପୁରସ୍ତମପୁର ତହସିଲଦାର ବିନୋଦ କୁମାର ବେହେରାଙ୍କ ସମେତ ବହୁ ଅଧିକାରୀମାନେ ଉପସ୍ଥିତ ଥିଲେ। ମାର୍ଚ୍ଚ ମାସରେ ଯେଉଁ ମାଙ୍କ ପବିତ୍ର ଚୈତ୍ର ମେଳା ଆରମ୍ଭ ହେଉଛି ସେ ଦିଗରେ ଆଜି ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରକାର ଗୋଟେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭକ୍ତମାନଙ୍କର ସମସ୍ୟାରୁ ଆରମ୍ଭ କରି କିଭଳି ଭାବେ ଏବଂ ଛୋଟ ଛୋଟ ଛୁଆମାନଙ୍କର ମୁଣ୍ଡନ କାର୍ଯ୍ୟ କିଭଳି ଭାବରେ ସୁସ୍ଥ ରୂପେ ହେବ, ଯାତ୍ରୀ ଦର୍ଶନ କିଭଳି ଭାବେ ସୁରୁଖୁରୁରେ ହେବ ଏବଂ ମାଙ୍କ ନୀତିକାନ୍ତି କିଭଳି ଭାବରେ ସୁରୁଖୁରୁରେ ହେବ, ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା, ସମସ୍ତ ପ୍ରକାର କଥାବାର୍ତ୍ତା ସରିଛି ଏବଂ ଏ ଦିଗରେ ଯେଉଁ ମୁଖ୍ୟତଃ ଆଲୋଚନାର ପ୍ରସଙ୍ଗ ହେଇଛି ଯେଉଁ 2 ନମ୍ବର ଘିଅ ବ୍ୟବହାର କରାଯାଉଛି ମନ୍ଦିର ତଳେ, ତାକୁ କିଭଳି ଭାବରେ ବାରଣ ହେବ ସେ ଦିଗରେ ସମସ୍ତ ଜିଲ୍ଲା ପ୍ରଶାସନ ମାନ୍ୟବର ଶ୍ରୀ ଜିଲ୍ଲାପାଳ ମହୋଦୟ ନିର୍ଦ୍ଦେଶ ଦେଇଛନ୍ତି। କିଭଳି ଭାବରେ ତାର ବନ୍ଦ ହେବ ସେ ଯେଉଁ 2 ନମ୍ବର ଘିଅ ସେ ଦିଗରେ ସମ୍ପୂର୍ଣ୍ଣ ଭାବେ ଦୃଷ୍ଟି ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଅଛି। ଚଳିତ ବର୍ଷରେ ଚତୁର୍ଥ ପାଳି ପ୍ରଥମ ପାଳିରୁ ଆରମ୍ଭ କରି ତୃତୀୟ ପାଳି 4ଟା ପାଳି ହିଁ ଅନୁଷ୍ଠିତ ହେଉଛି। ଏ ଦିଗରେ ସମସ୍ତେ ନିଯୋଗର ସେବାୟତମାନେ ପ୍ରସ୍ତୁତ ଅଛନ୍ତି କିଭଳି ଭାବରେ ମାଙ୍କ ନୀତିକାନ୍ତିରୁ ଆରମ୍ଭ କରି ମଙ୍ଗଳାଳୀଠୁ ଆରମ୍ଭ କରି ବଡ଼ସିଂହାର ପର୍ଯ୍ୟନ୍ତ ନୀତିକାନ୍ତି ସୁରୁଖୁରୁ ହେବ, ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ନିଶ୍ଚିତ ଭାବରେ ବରୁଣ ସ୍ଥାନ କରି ଭଗବତୀ ମା ତାରିଣୀଙ୍କୁ ଦର୍ଶନ କରିବା ଦ୍ୱାରା ମହାପୁଣ୍ୟର ପ୍ରାପ୍ତ ହୋଇଥାଏ। ସେ ପବିତ୍ର ଦିନ ଆଶା କରାଯାଉଛି ସମସ୍ତ ଭକ୍ତ ସେଇ ଋଷିକୂଲ୍ୟରେ ସ୍ନାନ କରି ସେ ଭଗବତୀ ତାରାତାରିଣୀଙ୍କୁ ଦର୍ଶନ କରିବେ, ନିଜର ପାପ ମୁକ୍ତ ହେବା ସହିତ ପିତୃ ଲୋକମାନଙ୍କ ଆତ୍ମାକୁ ସଦ୍ଗତି ପ୍ରଦାନ କରିବେ। ପ୍ରସ୍ତୁତିକରଣ ବୈଠକ ଆଜି ସମସ୍ତ ବିଭାଗ ଅଧିକାରୀମାନଙ୍କୁ ନେଇକରି ଆୟୋଜନ ହେଇଛି, ଯେଉଁଥିରେ ଗତ ବର୍ଷର ଯେଉଁ ଆରେଞ୍ଜମେଣ୍ଟସ୍ ଥିଲା ସେ ବିଷୟରେ ଆଲୋଚନା ହେଇଛି ଏବଂ ଏ ବର୍ଷ ମଧ୍ୟ ଯେତିକି ଭକ୍ତମାନେ ଆସିବେ ତାଙ୍କର ସୁରକ୍ଷା ଏବଂ ତାଙ୍କର ଓଭରଅଲ୍ ମାଙ୍କର ଦର୍ଶନ କରିବା ପାଇଁ ଯାହା ବି ବ୍ୟବସ୍ଥା କରିବାର ଅଛି ସେ ବାବଦରେ ଆଲୋଚନା କରିଥିଲୁ। ଫାୟାରରୁ ଆରମ୍ଭ କରିକି ହେଲ୍ଥ ଟିମ୍ସ ଏବଂ ପୋଲିସ ଡିପ୍ଲୟମେଣ୍ଟ, ମାଜିଷ୍ଟ୍ରେଟ୍ ଡିପ୍ଲୟମେଣ୍ଟ ସବୁ ବିଷୟରେ ଆଲୋଚନା କରିଛୁ ଏବଂ ଯେତେବେଳେ ଭକ୍ତମାନେ ଆସିବେ ତାଙ୍କ ପାଇଁ ଯେଉଁ ବିଭିନ୍ନ ଇସ୍ୟୁଜ୍ ଯେଉଁଟା ରହୁଛି ସେଇଠୁ ଦୂର ରଖିବା ପାଇଁ ମଧ୍ୟ କ'ଣ ନିଷ୍ପତ୍ତି ନେବାର ଅଛି ସେ ବାବଦରେ ଆଲୋଚନା ହେଇଛି ଏବଂ ବସ୍ ଜରିଆରେ ଯେହେତୁ ଅଧିକ ସଂଖ୍ୟାରେ ଭକ୍ତମାନେ ଯିବେ ମାଙ୍କର ଦର୍ଶନ କରିବା ପାଇଁ ତ ବସର ସଂଖ୍ୟା ମଧ୍ୟ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ହେଇଛି। ସେହିଭଳି ବିଭିନ୍ନ ଜାଗାରେ ଟଏଲେଟ୍ ଫେସିଲିଟିରୁ ଆରମ୍ଭ କରି ପିଇବା ପାଣି ସୁବିଧା ଏବଂ ଫାର୍ଷ୍ଟ ଏଡ୍ ଯଦି କାହାକୁ ଦରକାର ପଡ଼ିବ ମେଡ଼ିକାଲ ଟିମ୍ସ ମଧ୍ୟ ଡିପ୍ଲୟ ହେଇକି ରହିବେ।
ସବୁ ପୁଙ୍ଖାନୁପୁଙ୍ଖ ଭାବେ ଆଜି ଆମେ ଆଲୋଚନା କରିଛୁ ଏବଂ ଆଗାମୀ ଦିନରେ ବି ସମସ୍ତ ଷ୍ଟେକ୍ ହୋଲ୍ଡର୍ସ ଏବଂ ଯେତିକି ଜନପ୍ରତିନିଧିଗଣ ଅଛନ୍ତି ସମସ୍ତଙ୍କର ମିଳିତ ଆଲୋଚନାରେ ଏଇଟା ଏ ବର୍ଷ ମାଙ୍କର ଯେଉଁ ପବିତ୍ର ଚୈତ୍ର ମେଳା ହେବ ସେଇଟା ସୁଚାରୁ ରୂପେ ପାଳନ ହେବ ବୋଲି ଆମେ ଆଶା କରୁଛୁ। ଚାରିଟା ପାଳିରେ ହେବ। ମାର୍ଚ୍ଚ ମାସରେ ହେବାକୁ ଯାଉଛି। ମାର୍ଚ୍ଚ 10, 17, 24 and 31 ଚାରିଟା ପାଳିରେ ଯେଉଁ ଚୈତ୍ର ମଙ୍ଗଳବାର ଦିନ ଆୟୋଜନ କରାଯାଉଛି ଏବଂ ତା ଉପରେ ନିଶ୍ଚିତ ନଜର ରଖାଯିବ ଯେତିକି ମାନେ ଦୋକାନୀ ମାନେ ଘିଅ ଦୀପ ଗୁଡ଼ାକ ଦେଉଛନ୍ତି ସେଇଠି ଆମ ଟିମ୍ ମଧ୍ୟ ପହଞ୍ଚିବେ ଏବଂ ଫୁଡ୍ ସେଫ୍ଟି ଅଥରିଟିଜ୍ ମଧ୍ୟ ଯିବେ ଏବଂ ସମସ୍ତଙ୍କୁ ଆଗରୁ ମଧ୍ୟ ଆମେ ସୂଚନା ଦେବାକୁ ଚାହୁଁଛୁ। ଆପଣ ଯେତେବେଳେ ଭକ୍ତମାନଙ୍କ ପାଇଁ ଯେଉଁ ସେବା କରୁଛନ୍ତି ସେଟାକୁ ସମସ୍ତେ ମିଶିକି ସୁଚାରୁ ରୂପେ କରିବା ଏବଂ ମନ୍ଦିରର ବେଢ଼ା ଭିତରେ ବି ଯେତିକି ଦୀପ ଲାଗିବ ଏବଂ ମନ୍ଦିର ରୋଷେଇର ମଧ୍ୟ ଯାହା ଦୀପ ଲାଗିବ ସେଇଟା ମଧ୍ୟ ଆମେ ନିଷ୍ପତ୍ତି ନେଉଛୁ। ଓମଫେଡ୍ର ଅଥେଣ୍ଟିକ୍ ଘିଅ ବ୍ୟବହାର କରିବା ପାଇଁ ମଧ୍ୟ ଆମେ ଏ ବର୍ଷ ମାତ୍ର ନୁହେଁ ଆମେ ସବୁବେଳେ ପାଇଁ ଗୋଟେ ଚିନ୍ତାଧାରାରେ ଅଛୁ ଯେମିତି ମା ତାରାତାରିଣୀଙ୍କର ମନ୍ଦିର ଏବଂ ପାଖାପାଖି ଥିବା ପରିବେଶ କେମିତି ଆମେ ସବୁଜ ରଖିବା ତାକୁ ନଜର ରଖିକି ଆମେ ପଲିଥିନ୍ ମୁକ୍ତ କରିବା ପାଇଁ ମଧ୍ୟ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ମଧ୍ୟ ଆମେ ନିଷ୍ପତ୍ତି କରିଛୁ। ଯେତିକି ବି ଦୋକାନୀ ଏବଂ ଅନ୍ୟ ଭକ୍ତମାନେ ଆସିବେ ସମସ୍ତଙ୍କ କଣ୍ଟ୍ରୋଲ ରହିବ। କୌଣସି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ୟୁଜ୍ କରନ୍ତୁ ନାହିଁ। ଆପଣ କପଡ଼ା ବ୍ୟାଗ୍ ବା ଅନ୍ୟ ଯେଉଁ ଡିସ୍ପୋଜେବଲ୍ ବ୍ୟାଗ୍ ମେଟେରିଆଲ୍ ଅଛି ସେଥିରେ ହିଁ ବ୍ୟବହାର କରନ୍ତୁ ଏବଂ ପରିବେଶଟାକୁ ସବୁଜ ରଖିବା ପାଇଁ ସମସ୍ତଙ୍କୁ ସହଯୋଗ କରନ୍ତୁ। ଯଦି ଦାନ ଦେବା ପାଇଁ ଚାହିଁବେ କିଛି ବ୍ୟବସ୍ଥା କରାଯାଇଛି କି ସାର୍? ନିଶ୍ଚିତ ଭାବେ ଆମେ ବିଭିନ୍ନ ଜାଗାରେ ଡୋନେସନ୍ କାଉଣ୍ଟର୍ସ ଗୁଡ଼ାକ ଅର୍ଗାନାଇଜ୍ କରିବାର ବ୍ୟବସ୍ଥା ରହିଛି। ଆପଣଙ୍କର ମନ୍ଦିର ଥଲେ ଯେଉଁ ସିଂହଦ୍ୱାର ଅଛି ସିଂହଦ୍ୱାର ପାଖାପାଖି ଏବଂ ଉପରେ ମଧ୍ୟ ବିଭିନ୍ନ ଲୋକେସନ୍ରେ ଯେତେବେଳେ ଭକ୍ତମାନେ ଆସିବେ ଯାହାର ଇଚ୍ଛା ଥିବ ସେମାନେ ଡୋନେସନ୍ସ ମଧ୍ୟ କରିପାରିବେ ଏବଂ ପ୍ରତିଦିନ ଯେତେବେଳେ ପ୍ରତି ମଙ୍ଗଳବାର ମାଗଣାରେ ପ୍ରସାଦ ସେବନ କରିବା ପାଇଁ ମଧ୍ୟ ବ୍ୟବସ୍ଥା ହେବ ଏବଂ ଯେତିକି ବି ଭକ୍ତମାନେ ଆସିବେ ସେମାନଙ୍କ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ମନ୍ଦିର ପରିଚାଳନା କମିଟି ତରଫରୁ ମାଗଣାରେ ପ୍ରସ୍ତୁତ କରାଯିବ।